ଶାଗୁଆଣୀ ଗମ୍ଭାରୀ କାଠ ସହ ପିକଅପ୍ ଭ୍ୟାନ୍ ଜବତ। ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ କାଠ ସହ ପିକଅପ୍ ଗାଡ଼ି ଜବତ କରିଛି ବରଗଡ଼ ବନ ବିଭାଗ। 2ରୁ 3 ଦିନ ହେବ କାଠ ମାଫିଆମାନେ ବନ ବିଭାଗକୁ ଚକମା ଦେଇ କାଠ ଗାଡ଼ି ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ନଜରକୁ ଆସିଥିଲେ। ଘଟଣା ଜାଣିବା ପରେ ବରଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ ବରଗଡ଼ ପୋଲିସର ସହାୟତାରେ ଗାଙ୍ଗପୁର ଗ୍ରାମରେ ଗାଡ଼ିଟିକୁ କାବୁ କରିଥିଲେ। ବନ ବିଭାଗ ପିଛା କରୁଥିବା ଜାଣି କାଠ ମାଫିଆମାନେ ଗାଡ଼ିଟିକୁ ଛାଡ଼ି ଚମ୍ପଟ ମାରିଥିଲେ। ଶାଗୁଆଣୀ ଓ ଗମ୍ଭାରୀ କାଠ ସହ ପିକଅପ୍ ଗାଡ଼ିଟିକୁ ଜବତ କରିଛି ବରଗଡ଼ ବନ ବିଭାଗ। ପୁଣି ଥରେ କାଠ ମାଫିଆମାନଙ୍କୁ ସାବଡ଼ କରିଛି ବରଗଡ଼ ବନ ବିଭାଗ, ଯାହାକୁ ନେଇ କାଠ ମାଫିଆମାନଙ୍କ ମନରେ ଗୋଟିଏ ପ୍ରକାରର ଛନକା ପଶିଥିବା ଅନୁମାନ କରିହେଉଛି। ସୋରଡ଼ାରୁ ସତ୍ୟକାନ୍ତ ପାତ୍ରଙ୍କ ରିପୋର୍ଟ, ଜିଲ୍ଲା ଖବର। ଗତ ରାତ୍ର ପ୍ରତ୍ୟେକ ଦିନ ପରି ଆମର ନାଇଟ୍ ପେଟ୍ରୋଲିଂ, ଡେ ପେଟ୍ରୋଲିଂ ମଧ୍ୟ କଣ୍ଟିନ୍ୟୁ ଚାଲି ଆସିଛି। ବରଗଡ଼ ବନାଞ୍ଚଳ ଏକ ପ୍ରକାର ଶାନ୍ତ ପରିବେଶରେ ଗତି କରୁଛି। ଅନେକ ଯେଉଁମାନେ କି ଇଲିଗାଲ ଟ୍ରାନ୍ସପୋର୍ଟେସନ୍ ଥିଲେ ତାଙ୍କର ଜୀବନ ପରିବର୍ତ୍ତନ କରିଛନ୍ତି ଏବଂ ଅନ୍ୟ ଉପାୟରେ ତାଙ୍କର ବିଜନେସ୍ କରୁଛନ୍ତି ସଚ୍ଚୋଟ ଭାବେ। କିନ୍ତୁ ଅଳ୍ପ କିଛି ଲୋକ ଅଛନ୍ତି ଯେଉଁମାନେ କି ନିଜେ ପରିବର୍ତ୍ତନ ହେବାକୁ ଚାହୁଁନାହାନ୍ତି, କିନ୍ତୁ ସେଥିପାଇଁ ମଧ୍ୟ ବନ ବିଭାଗ ତତ୍ପର ଅଛି। ଯେଉଁ ଗାଡ଼ିଟିର ଆମେ ଖବର ପାଇଥିଲୁ ତାହା ପ୍ରାୟ 4 ଦିନ ହେଲାଣି ଆମେ ତାକୁ ଟ୍ରାକ୍ କରୁଥିଲୁ, କିନ୍ତୁ କାଲି ରାତିରେ ଆମେ ତାହା ସଫଳ ହୋଇପାରିଛୁ। ଆମେ ତାକୁ ଟ୍ରାକ୍ କରିବା ସମୟରେ ସେ ଗାଙ୍ଗପୁର ଭିତରେ ପଶିଥିଲା। ତତ୍ପରେ ଆମେ ପୋଲିସ ଅଫିସରମାନଙ୍କର ସହାୟତା ଏବଂ ବନ ବିଭାଗ ମିଶି ସେ ଗାଡ଼ିଟିକୁ କାବୁ କରିପାରିଥିଲୁ। ଆମେ ଏଇ ବରଗଡ଼ରେ ଯେଉଁ ଡିପାର୍ଟମେଣ୍ଟ ଅଛି, ପୋଲିସ ଡିପାର୍ଟମେଣ୍ଟ, ଫରେଷ୍ଟ ଡିପାର୍ଟମେଣ୍ଟ, ଆମେ ମିଶିକି ଚେଷ୍ଟା କରୁଛୁ ଯେପରି ଏଇ ଯେଉଁ ଇଲିଗାଲ ଟ୍ରାନ୍ସପୋର୍ଟେସନଟି ବନ୍ଦ ହୋଇପାରିବ। ମୂଲ୍ୟ 70,000ରୁ ଅଧିକ ହେବ ଏବଂ ଗାଡ଼ିର ମୂଲ୍ୟ 2 ଲକ୍ଷ ଟଙ୍କାରୁ ଅଧିକ ହେବ। ପାଖାପାଖି 3 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ସମସ୍ତ ସିଜ୍ ପୋଲିସ। ଦେଖନ୍ତୁ, ବାର୍ତ୍ତା ତ ସବୁବେଳେ ମୁଁ ଦେଇ ଆସିଅଛି, ପୁନର୍ବାର ବି ଅନୁରୋଧ କରିବି, ଜଙ୍ଗଲ ମା'ଙ୍କୁ ସମ୍ମାନ ଦିଅନ୍ତୁ। ଆମେ ଯେମିତି ନିଜ ମା'ଙ୍କୁ ସମ୍ମାନ ଦେଉଛୁ, ଆଉ ମା' ଯେପରି ସେ ମଧ୍ୟ ଜଙ୍ଗଲ ଉପରେ ନିର୍ଭର କରନ୍ତି। ଯଦି ନିଜ ମା' ମଧ୍ୟ ଅମ୍ଳଜାନ ନେଉଛନ୍ତି, ଆମେ ନେଉଛୁ, ଜଙ୍ଗଲଠୁ ବହୁତ କିଛି ବିଷୟ ଆମେ ପାଉଛୁ। ତ ପୁନର୍ବାର ଅନୁରୋଧ, ଏହି ଯେଉଁ ଇଲିଗାଲ ଟ୍ରାନ୍ସପୋର୍ଟେସନ୍ କରୁଛନ୍ତି କିମ୍ବା ଇଲିଗାଲ ବିଷୟ କରୁଛନ୍ତି, ଆପଣ ତାଠୁ ନିବୃତ୍ତ ରୁହନ୍ତୁ ଏବଂ ଅଲଗା ପନ୍ଥା ବାଛନ୍ତୁ। ଏହା ବନ ବିଭାଗର ପୁନର୍ବାର ଅନୁରୋଧ ଆପଣମାନଙ୍କୁ ରହିଲା। ଫିର୍ ବି ବର୍ତ୍ତମାନ ବରଗଡ଼ ବନାଞ୍ଚଳ ବହୁତ ବଢ଼ିଆରେ ଚାଲିଛି। ଫରେଷ୍ଟ ଗ୍ରୋଥ ମଧ୍ୟ ବହୁତ ବଢ଼ିଆ ହେଇଛି। ଲୋକମାନେ ମଧ୍ୟ ସଚେତନ ହେଲେଣି, ଆଉ କାଠ ମାଫିଆମାନଙ୍କୁ ମଧ୍ୟ ଚାନ୍ସ ଦେଉନାହାନ୍ତି। ସମସ୍ତେ ବହୁତ ବଢ଼ିଆରେ ଅଛନ୍ତି।